आपण ମାନେ ସମସ୍ତେ ଜାଣିଥିବେ ବିଗତ 15 ଦିନ ତଳେ ଗୋଟେ ସୂଚନା ମିଳିଥିଲା ଯେ ଦଇତାରୀ ଜଙ୍ଗଲ ଏରିଆରେ କିଛି ମାଓବାଦୀଙ୍କର ମୁଭମେଣ୍ଟ ରହିଛି। ଏହି ଇନଫର୍ମେସନକୁ ଆଧାର କରିକି ଆମର ପୁଲିସର ଗୋଟେ ଟିମ୍ ଫର୍ମେସନ୍ ହେଇଥିଲା, ଯେଉଁଥିରେ କି ଆମର ମାଓଇଷ୍ଟ ଅପରେସନ୍ ଏକ୍ସପର୍ଟ କିଛି ଥିଲେ, ସାଇଣ୍ଟିଫିକ୍ ଏବଂ ଟେକ୍ନିକାଲ ଟିମ୍ ଥିଲେ ଏବଂ ଲୋକାଲ ଇଣ୍ଟେଲିଜେନ୍ସ ଯେଉଁ ରହିଲା ଷ୍ଟେଟ୍ ଇଣ୍ଟେଲିଜେନ୍ସର ଷ୍ଟାଫ୍ ଥିଲେ। ଆମର ବିଭିନ୍ନ ଏଙ୍ଗେଲରୁ ୟା ଉପରେ ଇନକ୍ୱାରି କରାହେଲା। ସେଥିରେ ଜଙ୍ଗଲ ଭିତରେ ରହିଛି 55ଟି ଟ୍ରାପ୍ କ୍ୟାମେରା CCTV ଯେଉଁ ରହିଛି ତାକୁ ମଧ୍ୟ ଭେରିଫାଏ କରାହେଲା। ସାଇଣ୍ଟିଫିକ୍ ଏଙ୍ଗଲରୁ ବିଭିନ୍ନ ପ୍ରକାର ଆମ ଯେଉଁଠି ସନ୍ଦେହ ଯେଉଁ ଲୋକଙ୍କ ଉପରେ ଆସୁଥିଲା ତାଙ୍କର ମୋବାଇଲ ଏବଂ ଅନ୍ୟ କିଛି ଜିନିଷକୁ ଆମେ ଲୋକାଲ ଭେରିଫିକେସନ୍ ସବୁ କଲୁ। ଏଇସବୁ କଲା ଭିତରେ ଜଣାପଡ଼ିଲା ଯେ କିଛି ଜଙ୍ଗଲ ବିଭାଗର କର୍ମଚାରୀ ଏଥିରେ ସମ୍ପୃକ୍ତ ଅଛନ୍ତି। ସେମାନେ ଏଇ ଇନଫର୍ମେସନଟାକୁ ଯେଉଁଟାକି ଆମେ କହିବା ମିସ୍ ଇନଫର୍ମେସନ୍ ବା ଭୁଲ ଇନଫର୍ମେସନ୍ ସେମାନେ ଗୋଟେ ସେଠି ଲୋକାଲ ଏରିଆରେ ସ୍ପ୍ରେଡ୍ କରିଛନ୍ତି, ଯେଉଁଟା ପାଇଁକି ସେଠିକାର ଜନସାଧାରଣ ଆତଙ୍କ ଏବଂ ଭୟର ବାତାବରଣ ମଧ୍ୟ ରହିଲେ। ତେଣୁ ଏହିସବୁ କନକ୍ଲୁସିଭ୍ ଏଭିଡେନ୍ସ ଆସିଲା ପରେ ଆମର ପୁଲିସ ତରଫରୁ ଗୋଟେ କେସ୍ ରେଜିଷ୍ଟ୍ରେସନ୍ କରାହେଇଛି। ଦଇତାରୀ ଥାନାରେ ଗୋଟେ କେସ୍ ହେଇଛି। ସେ କେସ୍ ନମ୍ବରଟି ହେଲା 31/2025, ସେକ୍ସନ୍ ହେଉଛି 353(1)B, 217 ଏବଂ 35, ଯେଉଁଟାକି 34 ଆଗରୁ ଥିଲା। ଏଇଥିରେ କେସ୍ ଗୋଟେ ତଦନ୍ତ କେସ୍ ରେଜିଷ୍ଟ୍ରେସନ୍ କରାଯାଇକି ତଦନ୍ତ ଚାଲିଛି। ସେଇ ତଦନ୍ତ ସମୟରେ ଆମେ ବହୁତ କିଛି ଏଭିଡେନ୍ସ ପାଇଛୁ, ଯେଉଁ ଏଭିଡେନ୍ସ ଉପରେ ଆଧାର କରିକି ଆମେ ଜାଣୁଛୁ କିଛି ବନ କର୍ମଚାରୀ ଏବଂ ପୂର୍ବତନ ବନ କର୍ମଚାରୀ ଏଥିରେ ସମ୍ପୃକ୍ତ ଅଛନ୍ତି। ତେଣୁ ଜନସାଧାରଣ ଯେଉଁମାନେ ସବୁ ଭୟ ଏବଂ ଆତଙ୍କର ବାତାବରଣ ମଧ୍ୟରେ ଅଛନ୍ତି ତାକୁ ସେମାନଙ୍କୁ ଆପଣମାନଙ୍କ ଜରିଆରେ ଆମେ ସଚେତନ କରିବାକୁ ଚାହୁଁଛୁ ଯେ ସେ ଭୟର କୌଣସି ଆଭାସ ହିଁ ନାହିଁ, ତେଣୁ ଭୟ କରିବାର କୌଣସି କାରଣ ନାହିଁ। ତେଣୁ ପୋଲିସ ତଦନ୍ତ ଯେଉଁ ସରିଲା ପରେ ଯେଉଁମାନେ ଆକ୍ଚୁଆଲ ଏଥିରେ ଇନଭଲ୍ଭ ଅଛନ୍ତି ସେମାନେ ଯିଏ ବି ହୁଅନ୍ତୁ ସେମାନଙ୍କ ବିରୁଦ୍ଧରେ ଆମେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।